15-16 ବର୍ଷର ମୋ ଭଣଜା କିପରି ମୋତେ ଗେଇଁ ପୁରା ମୋ ବିଆକୁ ଅଲୁ କରିଦେଇଥିଲା ଏବଂ ମୋ ବିଆରୁ ଥପ ଥପ କରି ରକ୍ତ ବାହାର କରିଦେଇଥିଲା। ମୁଁ ଆଜି ସେଇ ବିଷୟରେ ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରୀତି। ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଗେଇଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ମୋ ସ୍ୱାମୀ ନଥିବା ସମୟରେ ମୋର ଭଣଜା ମୋତେ ଘେଉଁଥିଲା ଏବଂ ପ୍ରଥମ ଥର ଯେତେବେଳେ ଘେଇଁଥିଲା କିପରି ସେ ମୋର ବିଆରୁ ପୁରା ରକ୍ତ ବାହାର କରିଦେଇଥିଲା, ମୁଁ ସେହି ବିଷୟରେ ଆପଣମାନଙ୍କୁ ଆଜି କହୁଛି। ମୋ ସ୍ୱାମୀ ବାହାରେ ଚାକିରି କରନ୍ତି, ସେ ଘରେ ରୁହନ୍ତି ନାହିଁ। ଆମ ଘରେ ମୋର ଶ୍ୱଶୁର ଏବଂ ଶାଶୁ ରୁହନ୍ତି, କିନ୍ତୁ ମୋର ଜଣେ ଭଣଜା ଯିଏକି ଆମ ଘରେ ରହି ପାଖ ସ୍କୁଲରେ ପାଠ ପଢ଼େ, 10ମ ଶ୍ରେଣୀରେ ପଢ଼ୁଥିଲା। ତ ସେହି ସମୟର ଏହି ଘଟଣାଟି ମୁଁ ଆପଣମାନଙ୍କୁ କହୁଛି। ଥରେ କ'ଣ ହେଇଛି ନା, ମୋର ଶାଶୁ ଏବଂ ଶ୍ୱଶୁର ବନ୍ଧୁ ଘରକୁ ଯାଇଥିଲେ। ହଠାତ୍ ସନ୍ଧ୍ୟା ସମୟରେ ଫୋନ୍ କଲେ ଯେ ଆଜି ଆମେ ଘରକୁ ଫେରିପାରିବୁ ନାହିଁ, ତେଣୁ ତୁମେ ଭଣଜା ଆଉ ମୁଇଁ ବେଳାବେଳି ଖାଇ ଶୋଇଯିବ। ମୁଁ କହିଲି ହଉ ବାପା, ଠିକ୍ ଅଛି। ତାପରେ ଆମେ ସନ୍ଧ୍ୟାବେଳେ ଭଣଜା ଆଉ ମୁଁ ବସି କଥାବାର୍ତ୍ତା ହେଲୁ। କିଛି ସମୟ ଟିଭି ମଧ୍ୟ ଦେଖିଲୁ। ତାପରେ ଭଣଜା ପାଠ ପଢ଼ିବାକୁ ବସିଲା, ମୁଁ ରୋଷେଇବାସ କଲି ଏବଂ ପାଖାପାଖି ରାତି 9:30-10ରେ ଆମେ ଖିଆପିଆ କଲୁ। ଖିଆପିଆ କରିସାରି ଆମେ ଶୋଇବାକୁ ଯାଉଥିଲୁ, ତ ଭଣଜା କହିଲା ଆଜି ଅଜା ଆଈ ନାହାନ୍ତି, ମାଇଁ ମୁଁ କେଉଁଠି ଶୋଇବି। ମୋ ଭଣଜାକୁ ଟିକେ ଭୟ ଲାଗେ, ସେ ରାତିରେ ଏକୁଟିଆ ଶୋଇପାରେ ନାହିଁ। ତେଣୁ ସିଏ କ'ଣ କରେ ନା, ତା'ର ଅଜା ଆଈ ପାଖରେ ଶୁଏ। କିନ୍ତୁ ଯେହେତୁ ଆଜି ଶ୍ୱଶୁର ଏବଂ ଶାଶୁ ନାହାନ୍ତି, ତେଣୁ ମୁଁ ତାକୁ କହିଲି ହଉ ଠିକ୍ ଅଛି, ତୁମେ ଗୋଟେ କାମ କର, ଆଜି ଆମ ରୁମ୍ରେ ଶୋଇଯିବ, ଆମେ ଦୁହେଁ ଶୋଇଯିବୁ। ତାପରେ ଆମେ ଖିଆପିଆ କରି ଶୋଇବା ପାଇଁ ରୁମ୍କୁ ଗଲୁ। ଗୋଟିଏ ବିଛଣାରେ ଆମେ ଶୋଇଲୁ। କିଛି ସମୟ ଶୋଇ ସାରିଲା ପରେ ମୋର ହାଲକା ନିଦ ଧରି ଆସୁଛି। ମୋତେ ଲାଗିଲା ଯେମିତି ମୋ ଭଣଜା ମୋ ଉପରେ ଗୋଡ଼ ରଖିଲା। ମୁଁ ପ୍ରଥମେ ଭାବିଲି ନିଦରେ ସିଏ ଜାଣିପାରୁନାହିଁ, ତେଣୁ ଗୋଡ଼ ରଖିଦେଇଛି। ତାପରେ ଆସ୍ତେ ଆସ୍ତେ ସେ କ'ଣ କଲା ନା, ମୋ ପିଠିରେ ହାତ ବୁଲେଇଲା। ମୁଁ କ'ଣ କରିଥିଲି ନା, ତା ପଟକୁ ପଛ କରି ଶୋଇଥିଲି, ତେଣୁ ସେ ମୋ ପିଠିରେ ହାତ ବୁଲେଇଲା। ମୋ ଦେହଟି ସେତେବେଳେ ପୁରା ଶିହରଣ ଖେଳିଗଲା ପୁରା ଦେହରେ, କାହିଁକିନା ମୁଁ ବହୁତ ଦିନ ହେଲା ଗିଆଁ ଖାଇନଥିଲି ଏବଂ ମୁଁ ବି ବହୁତ ବେଦି। ମୋତେ ସଦାବେଳେ ଗିଆଁ ଖାଇବାକୁ ଇଚ୍ଛା ହୁଏ, କିନ୍ତୁ ଯେହେତୁ ଘରେ ମୋ ସ୍ୱାମୀ ନାହାନ୍ତି, ତେଣୁ ମୁଁ କ'ଣ କରୁଥିଲି ନା, ସେ ସୁଯୋଗ ପାଇପାରୁନଥିଲି। ତେଣୁ ସିଏ ଯେତେବେଳେ ମୋ ପିଠିରେ ହାତ ବୁଲେଇଲା, ମୋ ଦେହ ପୁରା ଶିହରଣ ଖେଳିଗଲା। ମୋତେ କାହିଁକି କେଜାଣି ବହୁତ ମଜା ମଧ୍ୟ ଲାଗିଲା। ତେଣୁ ମୁଁ କିଛି ସମୟ ୱେଟ୍ କଲି, ଦେଖିଲି ଦେଖାଯାଉ କ'ଣ କରୁଛି ଭଣଜା। ଭଣଜା ଭାବିଛି ମୁଁ ବୋଧେ ଶୋଇଯାଇଛି, ତେଣୁ ସେ କ'ଣ କଲା ନା, ଆସ୍ତେ ଆସ୍ତେ ମୋ ପିଠିରେ ହାତ ବୁଲଉ ମୋର ବେକ ପାଖରେ ହାତ ବୁଲେଇଲା ଏବଂ ଆସ୍ତେ ଆସ୍ତେ କ'ଣ କଲା ନା, ମୋ ବ୍ଲାଉଜ ଭିତରେ ତା'ର ଆଙ୍ଗୁଳିକୁ ପଶେଇଗଲା ଏବଂ ମୋ ଦୁଧରେ କ'ଣ କଲା ନା, ହାତ ବୁଲେଇଲା। ମୋତେ ମଜା ଲାଗୁଥିଲା, ତେଣୁ ମୁଁ ନିଦରେ ଶୋଇ ରହିବା ଭଳି ଅଭିନୟ କଲି। ତାପରେ ସେ କିଛି ସମୟ ମୋର ସେଇ ବଡ଼ ଦୁଧ ସହିତ ଖେଳିବାକୁ ଲାଗିଲା।
ମୁଁ କିଛି ନ ଜାଣିବା ଭଳିଆ ଶୋଇ ରହିଲି ଏବଂ ତାକୁ ସହଯୋଗ କରିବା ପାଇଁ ମୁଁ କ'ଣ କଲି ନା କଡ଼ ଲଉଟାଇ ଉପର ବାଟେ ଶୋଇପଡ଼ିଲି। ଜିଦ୍ ହେଇ ଶୋଇଲି ଉପରକୁ ମୋର ଛାତିକୁ କରି। ବର୍ତ୍ତମାନ ତାକୁ ଆହୁରି ଅଧିକ ସୁଯୋଗ ମିଳିଗଲା। ସେ କ'ଣ କଲା ନା ଆସ୍ତେ ଆସ୍ତେ ମୋ ଗୋଡ଼ ପଟରୁ ତା ଗୋଡ଼ରେ ମୋ ଶାଢ଼ୀକୁ ଆସ୍ତେ ଆସ୍ତେ ଉପରକୁ ଉଠେଇଲା ଏବଂ ଉଠେଇ ଉଠେଇ ପୁରା ଜଙ୍ଘ ପର୍ଯ୍ୟନ୍ତ ନେଇ ଆସିଲା। ତାପରେ କିଛି ସମୟ ସେ ଅଟକିଗଲା। କିଛି ସମୟ ଏମିତି ସେ ଚୁପଚାପ ଶୋଇ ରହିଲା। ତାପରେ ଆଉ ସେ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ କ'ଣ କଲା ନା ମୋ ଉପରେ ଆସି ଶୋଇପଡ଼ିଲା। ସେତେବେଳକୁ ମୁଁ କ'ଣ କଲି ନା ନିଦରୁ ଉଠି ପଡ଼ିଲି। ତାକୁ କହିଲି ଏସବୁ କ'ଣ ହେଉଛି? ସେ କହିଲା ମାଇଁ ମୁଁ ଆଉ ନିଜକୁ ସମ୍ଭାଳି ପାରୁନାହିଁ। ତୁମର ଏ ବଡ଼ ବଡ଼ ଦୁଧ ଆଉ ଏ ବଡ଼ ବଡ଼ ଗାଣ୍ଡି ଏଗୁଡ଼ିକୁ ଦେଖି ସାରିଲା ପରେ ମୁଁ ଆଉ ନିଜକୁ ସମ୍ଭାଳି ପାରୁନାହିଁ। ତେଣୁ ଦୟାକରି ମୋତେ ଟିକେ ଗେହିବାକୁ ଦିଅ। ମୁଁ ଆଜି ତୁମକୁ ଟିକେ ଗେହିବି। ମୁଁ ତ ଗିଆଁ ଖାଇବାକୁ ସେତେବେଳକୁ ପୁରା ପାଗଳି ହେଇସାରିଥିଲି। ମୁଁ ଖାଲି ତାକୁ ଏତିକି କହିଲି ତମେ ସିନା ଆଜି ମୋତେ ଗେହିବ କହୁଛ, କିନ୍ତୁ ଏ କଥା ତମେ ଯଦି କାହା ପାଖରେ କହିଦେବ ତେବେ ମୁଁ ଅସୁବିଧାରେ ପଡ଼ିଯିବି। ସେ କହିଲା ମାଇଁ ତମ ଦେହ ଛୁଇଁ ମୁଁ ଶପଥ କରି କହୁଛି ଏ କଥା କାହାରିକୁ କହିବି ନାହିଁ। ମୋତେ ତମେ ଆଉ କଷ୍ଟ ଦିଅ ନାହିଁ। ମୋତେ ବର୍ତ୍ତମାନ ଟିକେ ଗେହିବାକୁ ଦିଅ। ମୁଁ କହିଲି ହଉ ଠିକ୍ ଅଛି, ତୁମେ ତୁମର ପ୍ୟାଣ୍ଟ ଏବଂ ସାର୍ଟ ସବୁ ଖୋଲିଦିଅ। ଏହା କହି ମୁଁ କ'ଣ କଲି ତା ପ୍ୟାଣ୍ଟ ଏବଂ ସାର୍ଟକୁ ଖୋଲିଦେଲି। ତାକୁ ପୁରା ଲଙ୍ଗଳା କରିଦେଲି। ସେ କହିଲା ମାଇଁ ତମେ ଆଉ କାହିଁକି ରଖିଛ, ତମେ ବି ଖୋଲ। ମୁଁ କହିଲି ଆରେ ମୁଁ ସିନା ତମର ଖୋଲିଦେଲି, ତମେ ମୋର ଖୋଲୁନ। ତାପରେ ସେ କ'ଣ କଲା ଆସ୍ତେ ଆସ୍ତେ ମୋ ଶାଢ଼ୀକୁ ଖୋଲିଲା। ତାପରେ ମୋର ବ୍ଲାଉଜର ବଟନ୍ ଗୁଡ଼ିକୁ ଖୋଲି ସେ ମୋର ସେଇ ଦୁଇଟି ବଡ଼ ବଡ଼ ଦୁଧକୁ ପୁରା ସାମ୍ନାକୁ ବାହାର କରି ଆଣିଲା ଏବଂ ମୁହଁ ମାରିଲା। ତାପରେ ସେ ଜିଭରେ ସେଇ ଦୁଧର ମୁଣ୍ଡିକୁ ସଲ ସଲ କରିବାକୁ ଲାଗିଲା। ମୁଁ ଆଉ ସେତେବେଳକୁ ସମ୍ଭାଳି ପାରୁନଥିଲି। ତେଣୁ ମୁଁ ତାକୁ କହିଲି ଗୋଟେ କାମ କର, ତୁମେ ଟିକେ ମୋ ବ୍ୟାଗକୁ ଚାଟ। ସେ ମଧ୍ୟ ସେହିପରି କଲା। ତେଣୁ ପୁରା ମୋର ଦୁଇ ଗୋଡ଼କୁ ଫାଡ଼ିଦେଲା ଏବଂ ତାର ଜିଭଟିକୁ ନେଇ ମୋ ବ୍ୟାଗରେ ମାରିଦେଲା ଏବଂ ଚୁଚୁମିବାକୁ ଲାଗିଲା। ମୋ ବ୍ୟାଗର ଯେଉଁ ସ୍ଥାନରେ ଚାଟିଲେ ମୋତେ ବହୁତ ମଜା ଲାଗେ, ମୁଁ ମଧ୍ୟ କ'ଣ କଲି ନା ସେହି ସ୍ଥାନରେ ନେଇ ତା ମୁହଁଟିକୁ ଗେଞ୍ଜୁଥାଏ ଏବଂ ସେ ବି ନିର୍ଦ୍ଧୁମ ଭାବରେ ଚାଟୁଥାଏ। ଏମିତି କିଛି ସମୟ ଚାଟି ସାରିଲା ପରେ ମୁଁ ପୁରା ହିଟ୍ ହେଇଗଲି। ସେ ମଧ୍ୟ ପୁରା ହିଟ୍ ହେଇଗଲା। ତେଣୁ ଆଉ ସମୟକୁ ନଷ୍ଟ ନ କରି ସେ କ'ଣ କଲା ନା ମୋର ଦୁଇ ଗୋଡ଼କୁ ଟେକି ତାର ସେଇ ବାଣ୍ଡୁଟିକୁ ମୋ ବ୍ୟାଗରେ ପଶେଇଲା। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ନିର୍ଘାତ ଭାବରେ ଘେଇଁ ଚାଲିଲା। ତାପରେ ମୋତେ ପୁଣି କ'ଣ କଲା ନା ମୋତେ ପେଟେଇ ଦେଲା ଏବଂ ମୋର ପଛପଟରୁ ତାର ସେ ବାଣ୍ଡକୁ ପୁଣି ପଶେଇଲା, ପୁଣି ଘେଇଁଲା। ଏମିତି ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ସେ ମୋତେ ଘେଇଁଲା ଏବଂ କିଛି ସମୟ ପରେ ତା ବାଣ୍ଡରୁ ସବୁ ପାଣି ବାହାରିଗଲା। କିନ୍ତୁ ସେତେବେଳକୁ ମୋ ଦେହରୁ ପାଣି ବାହାରି ନଥିଲା। ତେଣୁ ମୁଁ ତାକୁ ଛାଡ଼ୁନଥିଲି। ମୁଁ କ'ଣ କଲି ନା ତାର ବାଣ୍ଡଟିକୁ ମୋ ପାଟିରେ ନେଇ ଚୁଚୁମିବାକୁ ଲାଗିଲି। ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଏମିତି ଚୁଚୁମି ସାରିଲା ପରେ ପୁଣି ତାର ବାଣ୍ଡ ଷ୍ଟ୍ରଙ୍ଗ ହେଇଗଲା ଏବଂ ପୁଣି ସେ ଡେଇଁବା ପାଇଁ ପ୍ରସ୍ତୁତ ହେଇଗଲା। ବାସ୍ ମୋର ଆଉ କିଛି କହିବାର ନଥିଲା। ସେ ପୁଣି ମୋତେ ଘେଇଁଲା ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ। ସେତେବେଳୁ ମୋ ବ୍ୟାଗରୁ ସବୁ ଧଳା ପାଣି ବାହାରି ସାରିଥିଲା। ଆମେ ମାଇଁ ଏବଂ ଭଣଜା ସେଦିନ ରାତିରେ ଏମିତି 2 ଥର ଗିଆଁ ଗେଁ ହେଇଥିଲୁ। ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଆପଣମାନେ ଭିଡ଼ିଓକୁ ବହୁତ ମାତ୍ରାରେ ଦେଖିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ଏବଂ କେବେ ଦେଖାହେଲେ ଗେହିବାକୁ ମଧ୍ୟ ଦେବି।
ରହୁଛି। ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।